ଦୀର୍ଘ 151 ବର୍ଷ ପରେ ତିନୋଟି ଦୁର୍ଲଭ ରାଜଯୋଗ ପଡ଼ିଛି, ଯାହାର କାରଣରୁ ଏହି 5 କୋଟି ରାଶି ହେବାକୁ ଯାଉଛନ୍ତି ଭାଗ୍ୟଶାଳୀ ମା ଲକ୍ଷ୍ମୀ ପ୍ରଭୁ ନାରାୟଣଙ୍କ କୃପାରୁ। ତ ବନ୍ଧୁଗଣ, ହୁଏତ ଆପଣଙ୍କ ରାଶି ଥାଇପାରେ। ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଆମର ନୂଆ ନୂଆ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କ ପାଖରେ ଯାଇ ପହଞ୍ଚି ପାରିବ। ଏବେ ଆସନ୍ତୁ ଜାଣିବା ଏଇ 5ଟି ଭାଗ୍ୟଶାଳୀ ରାଶି କିଏ। ତ ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛି ମେଷ ରାଶି। ବ୍ୟକ୍ତିଙ୍କ ଜୀବନରେ ବଡ଼ ଚମତ୍କାର ଘଟିବାକୁ ଯାଉଛି, ଯାହା ଅଟକି ଯାଇଥିବା କାର୍ଯ୍ୟ ସେସବୁ ଖୁବ୍ ଶୀଘ୍ର ପୂର୍ଣ୍ଣ ହେବାକୁ ଯାଉଛି। ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ବଢ଼ିବା ସହିତ ଆପଣଙ୍କର ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଆପଣଙ୍କ ଜୀବନରେ ଲାଗି ରହିଥିବା କୋର୍ଟ କଚେରୀ ମାମଲା ସେସବୁ ସମାପ୍ତ ହେବାକୁ ଯାଉଛି। ଆପଣଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିଥିବାରୁ ଆପଣଙ୍କ ଦେହ ଏବଂ ମନ ଅତ୍ୟନ୍ତ ସୁସ୍ଥ ଅନୁଭବ କରିବେ। ଆଗରୁ ଲାଗି ରହିଥିବା ଯାହା ସମସ୍ୟା ସେସବୁ ସମାଧାନ ହେବାକୁ ଯାଉଛି। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଭାଗ୍ୟଶାଳୀ ରାଶି କିଏ। ଦ୍ୱିତୀୟ ଭାଗ୍ୟଶାଳୀ ରାଶି ହେଉଛି ବୃଷ ରାଶି। ବୃଷ ରାଶି ବ୍ୟକ୍ତି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି। ଯାହା ବି ଆପଣଙ୍କର ସମସ୍ୟା ଥିଲା ସେସବୁ ସମାଧାନ ହେବାକୁ ଯାଉଛି। ଆପଣ ଯେଉଁ ଇନଭେଷ୍ଟ କରୁଥିଲେ ସେ ଇନଭେଷ୍ଟ ଏବେ ଅଧିକରୁ ଅଧିକ ହେବାକୁ ଯାଉଛି। ଆପଣ ବଡ଼ ପଦୋନ୍ନତି ପାଇବାକୁ ମଧ୍ୟ ଯାଉଛନ୍ତି। ଆପଣଙ୍କ ବୈବାହିକ ଜୀବନ, ଦାମ୍ପତ୍ୟ ଜୀବନ ଅତି ସୁଖପ୍ରଦ ହେବାକୁ ଯାଉଛି। ତା ସହିତ ଆପଣ ଯେଉଁ କାର୍ଯ୍ୟକଳାପ କରୁଥିଲେ ସେସବୁରେ ଏବେ କୌଣସି ବାଧାବିଘ୍ନ ଘଟିବ ନାହିଁ। ଆପଣଙ୍କର ଶୁଭ ସମୟ ଆରମ୍ଭ ହେଇଥିବାରୁ ଆପଣଙ୍କ ସ୍ୱାସ୍ଥ୍ୟରେ ବହୁତ ବଡ଼ ପରିବର୍ତ୍ତନ ଦେଖାଯିବ। ଆଗରୁ ଲାଗିକି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ସେସବୁ ବନ୍ଦ ହେବାକୁ ଯାଉଛି। ଏବେ ଆସନ୍ତୁ ଜାଣିବା ତୃତୀୟ ଭାଗ୍ୟଶାଳୀ ରାଶି କିଏ। ତୃତୀୟ ଭାଗ୍ୟଶାଳୀ ରାଶି ହେଉଛି ମିଥୁନ। ମିଥୁନ ରାଶି ବ୍ୟକ୍ତିଙ୍କର ଜୀବନରେ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ବିଜନେସ୍ ଏବଂ ବାଣିଜ୍ୟ କ୍ଷେତ୍ରରେ ସେମାନେ ବଡ଼ ଇନଭେଷ୍ଟ କରିବାକୁ ଯାଉଛନ୍ତି। ଜମି ବାଡ଼ି ଏବଂ କୋର୍ଟ କଚେରୀ ମାମଲାରେ ସେମାନଙ୍କର ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ସେମାନେ ଶୁଭ ଫଳ ପାଇବାକୁ ଯାଉଛନ୍ତି ଏ କୋର୍ଟ କଚେରୀ ମାମଲାରେ। କର୍ମକ୍ଷେତ୍ରକୁ ନେଇ ସେମାନେ ବହୁତ ଉନ୍ନତି କରିବାକୁ ଯାଉଛନ୍ତି। ପାରିବାରିକ କ୍ଷେତ୍ରରେ ସେମାନେ ସଫଳତା ପାଇବେ। ଚାକିରି କ୍ଷେତ୍ରରେ ବଡ଼ ପଦୋନ୍ନତି ହୋଇପାରେ। ଏବେ ଆସନ୍ତୁ ଜାଣିବା ଚତୁର୍ଥ ଭାଗ୍ୟଶାଳୀ ରାଶି କିଏ। ଚତୁର୍ଥ ଭାଗ୍ୟଶାଳୀ ରାଶି ହେଉଛି କନ୍ୟା ରାଶି। ବ୍ୟକ୍ତିଙ୍କର ଶୁଭ ସମୟ ଚାଲିଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ଆଗରୁ ଲାଗି ରହିଥିବା ସବୁ ସମସ୍ୟା ଏବେ ସମାଧାନ ହେବାକୁ ଯାଉଛି। ତା ସହିତ କୋର୍ଟ କଚେରୀ ମାମଲାରେ ସେମାନେ ସଫଳ ହେବାକୁ ଯାଉଛି। କନ୍ୟା ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ମଧ୍ୟ ବଦଳିବାକୁ ଯାଉଛି। ବଡ଼ ଇନଭେଷ୍ଟ କରିବାକୁ ଯାଉଛନ୍ତି ଆପଣଙ୍କ ଲାଇଫରେ। ଆପଣଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିଥିବାରୁ ଆପଣ ଚାକିରି କ୍ଷେତ୍ରରେ ବଡ଼ ପଦୋନ୍ନତି ହେବାର ଯୋଗ ମଧ୍ୟ ରହିଛି। ତା ସହିତ ଆପଣଙ୍କର ନୂତନ ଯାନ କିଣିବାର ଯୋଗ ମଧ୍ୟ ରହିଛି। ଆପଣଙ୍କର ଶୁଭ ସମୟ ଚାଲୁଥିବାରୁ ଆପଣ ସମାଜରେ ବଡ଼ ପ୍ରତିଷ୍ଠାବାନ ହେବାକୁ ଯାଉଛନ୍ତି। ଆପଣଙ୍କୁ ବନ୍ଧୁ ଏବଂ ପରିବାରର ସହଯୋଗ ସହାନୁଭୂତି ବହୁତ କିଛି ମିଳିବାକୁ ଯାଉଛି। ଏବେ ଆସନ୍ତୁ ଜାଣିବା ପଞ୍ଚମ ଭାଗ୍ୟଶାଳୀ ରାଶି କିଏ। ପଞ୍ଚମ ଭାଗ୍ୟଶାଳୀ ରାଶି ହେଉଛି ବିଛା ରାଶି। ବିଛା ରାଶି ବ୍ୟକ୍ତିଙ୍କର ବହୁତ ବଡ଼ ଉନ୍ନତି ଘଟିବାକୁ ଯାଉଛି। ବିଛା ରାଶି ବ୍ୟକ୍ତିଙ୍କର ଶୁଭ ସମୟ ଚାଲିଥିବାରୁ ସେ ପ୍ରତିଟି କାର୍ଯ୍ୟରେ ସଫଳତା ପାଇବେ। ତା ସହିତ ସେମାନଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ବହୁତ ସୁଖକର ହେବ। ଦୂରଯାତ୍ରା କରିବାର ଯୋଗ ମଧ୍ୟ ରହିଛି। ବନ୍ଧୁ ଏବଂ ପରିବାର ସହଯୋଗ ସହାନୁଭୂତି ଅତ୍ୟନ୍ତ ସୁଖକର ରହିବ। ତା ସହିତ ସେମାନଙ୍କର ବଡ଼ ଇନଭେଷ୍ଟ କରିବାକୁ ଯାଉଛନ୍ତି ବିଜନେସ୍ରେ। ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇଥିବାରୁ ଆପଣ କର୍ମକ୍ଷେତ୍ରରେ ବଡ଼ ସଫଳତା ହାସଲ କରିବାକୁ ଯାଉଛନ୍ତି। ତା ସହିତ ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ବହୁତ ମଜବୁତ ରହିବ। ଯାହାକି ପୂର୍ବରୁ ସମସ୍ୟା ଲାଗିକି ରହୁଥିଲା ସେସବୁ ଏବେ ଦୂର ହେବାକୁ ଯାଉଛି। କୋର୍ଟ କଚେରୀ ମାମଲାରେ ଆପଣ ବଡ଼ ସଫଳତା ପାଇପାରିବେ। ଆଗରୁ ଲାଗି ରହିଥିବା ଦୁଃଖ, କଷ୍ଟ, ସମସ୍ୟା ସବୁ ସମାପ୍ତ ହେବାକୁ ଯାଉଛି। ଏହି ସବୁ ଥିଲା ଏହି 5ଟି ଭାଗ୍ୟଶାଳୀ ରାଶିଙ୍କର ରାଶିଚକ୍ର। ବନ୍ଧୁଗଣ, ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ନିହାତି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ପ୍ରଭୁ ନାରାୟଣ ଲେଖି ଜଣାନ୍ତୁ। ତା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।